ପିଲାମାନେ ଆଜି ଆମେ ଆଲୋଚନା କରିବା ପ୍ଲସ୍ ଟୁ ସେକେଣ୍ଡ ଇୟର ଇଂଲିଶ ମର୍ଣ୍ଣିଂ ମ୍ୟାନେଜ ପିଲାମାନେ ତାର କ୍ୱେଶ୍ଚିନ୍ ଆନ୍ସର ଡିସ୍କସନ କରିବା ଆଜି। ୟା ପୂର୍ବ କ୍ଲାସରେ ତମମାନଙ୍କୁ ମୁଁ ଅଲରେଡି ପ୍ରୋଭାଇଡ କରିସାରିଛି। ସମ୍ପୂର୍ଣ୍ଣ ଡିଟେଲରେ ଗୋଟେ ଭିଡିଓ ତମମାନଙ୍କୁ ପ୍ରୋଭାଇଡ କରିଛି। ତାର ଏକ୍ସପ୍ଲେନ କ୍ଲାସ ବହୁତ ବଢିଆ ଭାବରେ ପିଲାମାନେ ଏକ୍ସପ୍ଲେନ କରାଯାଇଛି। ଲିଙ୍କ ମଧ୍ୟ ଡେସ୍କ୍ରିପସନ ବକ୍ସରେ ଅଛି, ତମମାନେ ଚାହିଁଲେ ଦେଖିପାରିବ। ଏବଂ କ୍ୱେଶ୍ଚିନ୍ ଆନ୍ସର ଆରମ୍ଭ କରିବା ସହିତ ପିଲାମାନେ ତମମାନଙ୍କୁ କହିବି ଯାହା ବି ଡାଉଟ୍ସ ରହିବ ତମମାନଙ୍କର କିମ୍ବା ଏକ୍ସଟ୍ରା କିଛି କ୍ଲାସର ନିଡ୍ ଅଛି ତମମାନେ ମତେ କମେଣ୍ଟ ସେକ୍ସନ ଲେଖି ପାରିବ। ଏବଂ ଇଂଲିଶ ଯୋଉମାନେ ଚାହୁଁଛ ଗ୍ରାମାର ସେକ୍ସନକୁ କ୍ଲିୟର କରିବା ପାଇଁ ବା ଚାହୁଁଛ ଗ୍ରାମାର ସେକ୍ସନକୁ ଷ୍ଟ୍ରଙ୍ଗ କରିବା ପାଇଁ ମୋର ସ୍ପେଶାଲ ରିକ୍ୱେଷ୍ଟ ହେବ ତମମାନେ ଆମର ଆରକେ ସାର୍ ଇଂଲିଶ ଗୋଟେ ଚ୍ୟାନେଲ ଅଛି, ଆରକେ ସାର୍ ଇଂଲିଶ ସେ ଚ୍ୟାନେଲ ତମେ ସବସ୍କ୍ରାଇବ କରିପାରିବ। ଓନ୍ଲି ପିଲାମାନେ ସେଥିରେ ଇଂଲିଶ ଗ୍ରାମାର ସେକ୍ସନ କ୍ଲାସ ଗୁଡିକ ପ୍ରୋଭାଇଡ କରାଯାଉଛି। ଓକେ, ଚାଲନ୍ତୁ ଆରମ୍ଭ କରିବା ପିଲାମାନେ। କପି ପେନ୍ ନେଇ ଆସ। କିଛି ବି ଡାଉଟ ରହିବ ପିଲାମାନେ, କଷ୍ଟ ଶବ୍ଦ କିଛି ଲାଇନ କିଛି ବି ଟପିକର ଗ୍ରୋସରୀ ହଉ କ୍ୱେଶ୍ଚିନ୍ ଆନ୍ସର ମତେ ଫ୍ରିଲି କମେଣ୍ଟ ସେକ୍ସନ ଲେଖି ପାରିବ। ଓକେ, ଚାଲନ୍ତୁ ଆଲୋଚନା କରିବା ପିଲାମାନେ। ମାଇକଟା ଲଗେଇଦିଏ। ପିଲାମାନେ କ୍ୱେଶ୍ଚିନ୍ ନମ୍ବର 1 ଆମକୁ କ'ଣ ପଚାରିଛି? ଆର୍ ଅଲ୍ ଦ ପିପୁଲ ଅଫ୍ ଦ ୱାର୍ଲଡ ମ୍ୟାଡ୍ ଫର୍ ମନି, ହୁଇଚ୍ ଲାଇନ୍ ଇମ୍ପ୍ଲାଏଜ୍ ଦିସ୍? କ'ଣ ପିଲାମାନେ ଆର୍ ଅଲ୍ ଦ ପିପୁଲ ସମସ୍ତ ଲୋକ ଅଫ୍ ଦ ୱାର୍ଲଡ ଦୁନିଆର ବା ବିଶ୍ୱର ମ୍ୟାଡ୍ ଫର୍ ମନି ଟଙ୍କା ପାଇଁ ପାଗଳ କି? ହୁଇଚ୍ ଲାଇନ୍ ଇମ୍ପ୍ଲାଏଜ୍ ଦିସ୍? ପିଲାମାନେ ଇମ୍ପ୍ଲାଏଜ୍ ଅର୍ଥ କହିଲେ ଆମେ କହିପାରିବା ସୂଚିତ କରିବା, ଜଣେଇବା, ବତେଇବା, ବୁଝେଇବା, ପ୍ରଦର୍ଶନୀ କରିବା। ତ ଇମ୍ପ୍ଲାଏଜ୍ କରି ପିଲାମାନେ କୋଉ ଧାଇଟା ତମକୁ ସୂଚିତ କରୁଛି ଯେ ଦୁନିଆର ସମସ୍ତ ଲୋକ ଟଙ୍କା ପାଇଁ ପାଗଳ? ଆନ୍ସର ପିଲାମାନେ କହିପାରିବା ଅଲ୍ ଦ ପିପୁଲ ଅଫ୍ ଦ ୱାର୍ଲଡ ଆର୍ ମ୍ୟାଡ୍ ଏବାଉଟ୍ ମନି। ପିଲାମାନେ ଦୁନିଆର ସମସ୍ତ ଲୋକ ଟଙ୍କା ପାଇଁ ପାଗଳ। ଦି ଲାଇନ୍ ମନି ଇଜ୍ ଆୱାର ମ୍ୟାଡନେସ୍, ଆୱାର ଭାଷ୍ଟ କଲେକ୍ଟିଭ ମ୍ୟାଡନେସ୍। ପିଲାମାନେ ଏଇଟା ଲାଇନ୍ 1 ରେ ଅଛି ତମମାନଙ୍କର ପୋଏମର। ଏ ଲାଇନ୍ ଯୋଉ ଲେଖାଯାଇଛି ତମମାନଙ୍କର ବିଷୟ ଭିତରେ, ଏ ଲାଇନ୍ ହିଁ ତମମାନଙ୍କୁ ସୂଚିତ କରୁଛି ଯେ ଦୁନିଆର ସମସ୍ତ ଲୋକ ହଉଛନ୍ତି ପାଗଳାମୀ ବା ଆମର ସାମୂହିକ ଗୋଟେ ବିସ୍ତୃତ ପାଗଳାମୀ ହଉଛି ଆମେ ଟଙ୍କା ପାଇଁ କିଛି ଫିଲ୍ କରୁଛେ, କିଛି ଅନୁଭବ କରୁଛେ। ବୁଝିପାରିଲ? କ୍ୱେଶ୍ଚିନ୍ ନମ୍ବର 2 ଦେଖିବା। ଆର୍ ଅଲ୍ ପିପୁଲ ଇକ୍ୱାଲି ମ୍ୟାଡ୍ ଫର୍ ମନି ଅର୍ ଡିଗ୍ରୀ ଅଫ୍ ମ୍ୟାଡନେସ୍ ଭେରି? ପିଲାମାନେ ଏ ଭେରି ତ କ'ଣ ମନେ ରଖିବ, ଯେମିତିକି ଅଲଗା ଅଲଗା ଅନୁଭବ ହବା। ମାନେ ଭେରି କହିଲେ ପିଲାମାନେ ବୁଝିପାରୁଛ ନା ନାହିଁ? ଅଲଗା ଅଲଗା ମାନେ ଧରନ୍ତୁ ସମସ୍ତେ କ'ଣ ଟଙ୍କା ପାଇଁ ସେମ୍ ଭାବରେ ପାଗଳ କି, ସମାନ ଭାବରେ ପାଗଳ କି? ନାହିଁ ନା। ଆମେ ସେମିତି ବେଳେବେଳେ ଗୋଟେ ଗୋଟେ ସମୟରେ ଆମ ସାଙ୍ଗସାଥିରେ ବ୍ୟବହାର କରୁ, ତୁ ବେଶୀ ଶୁଣ୍ଠା। ଶୁଣ୍ଠା ପିଲାମାନେ ଆମେ କାହାକୁ କହିବା? ମାନେ ଯେ ଅଧିକା ମାନେ କ'ଣ ଟଙ୍କାକୁ ରଖୁଥିବ, ସେଭ୍ କରୁଥିବ, ମାନେ ସ୍ପେଣ୍ଡ କରୁନଥିବ, ଆମେ ତାକୁ ଶୁଣ୍ଠା ବୋଲି କହିବୁ। ତ ପିଲାମାନେ ସେ ତୁଳନାରେ ପିଲାମାନେ ଯିଏ ଶୁଣ୍ଠା କହୁଥିବ ସେଠି ଅଧିକା ଖର୍ଚ୍ଚ କରିଛି। ଟଙ୍କା ସମସ୍ତଙ୍କୁ ଆବଶ୍ୟକ ଅଛି, କିନ୍ତୁ ଭେରି କରୁଛି ଯେ କିଏ କାହାର ମାନସିକତା ନେଇକି ଅଛି। ତ ସମସ୍ତ ଲୋକ ଟଙ୍କା ପାଇଁ ସମାନ ଭାବରେ ପାଗଳ କି ବା ପାଗଳତା ଡିଗ୍ରୀ ବ୍ୟକ୍ତିଗତରେ ଭିନ୍ନ ରହିଥାଏ। ତ ପିଲାମାନେ ଆନ୍ସର ଆମେ ଲେଖିପାରିବା ନୋ, ଅଲ୍ ପିପୁଲ ଆର୍ ନଟ୍ ଇକ୍ୱାଲି ମ୍ୟାଡ୍ ଆବାଉଟ୍ ମନି, ଇଚ୍ ପର୍ସନ୍ ହାଜ୍ ଓନ୍ ଡିଗ୍ରୀ ଅଫ୍ ମ୍ୟାଡନେସ୍ ଫର୍ ମନି। ବିଭିନ୍ନ ପ୍ରକାର କହିପାରିବା ପ୍ରତ୍ୟେକ ବ୍ୟକ୍ତି ନିଜର ପାଗଳତାର ଶୀର୍ଷ ଥାଏ, ଅନୁଭବ ଥାଏ, କି କମ୍ କି ବେଶୀ। ତ ଇନ୍ ଅଦର ୱାର୍ଡ ସରି ଇନ୍ ଅଦର ୱାର୍ଡସ୍ ଇଟ୍ ଭେରିଜ୍ ଫ୍ରମ୍ ପର୍ସନ୍ ଟୁ ପର୍ସନ୍। ମାନେ ଅନ୍ୟ ଅର୍ଥରେ କହିଲେ ଏହା ବ୍ୟକ୍ତିଠାରୁ ଭିନ୍ନ ଭିନ୍ନ ହୋଇଥାଏ। ଯଦି କୋଉ ବ୍ୟକ୍ତି ବା ଟିକେ ଅଧିକ ପାଗଳାମୀ ଅଛି ଅର୍ଥ ପାଇଁ, ତ ଅନ୍ୟ କାହା ପାଖରେ ଟିକେ କମ୍ ପାଗଳାମୀ ଦେଖିବାକୁ ମିଳେ। ଓକେ, କ୍ୱେଶ୍ଚିନ୍ ନମ୍ବର 3 ଦେଖିବା। ହାଉ ଡଜ୍ ଏ ପର୍ସନ୍ ଫିଲ୍ ହ୍ୱେନ୍ ହି ପାର୍ଟସ୍ ୱିଥ୍ ଏ ପାଉଣ୍ଡ ଅଫ୍ ମନି? ଜଣେ 1 ପାଉଣ୍ଡ ଟଙ୍କା ସହିତ ଭାଗ କଲାବେଳେ ଜଣେ ବ୍ୟକ୍ତି କିପରି ଅନୁଭବ କରେ? ଏ ପର୍ସନ୍ ସଫର୍ସ ଏ ସାର୍ପ ସଡନ୍ ଫିଲିଂ ଅଫ୍ ପେନ୍ ହ୍ୱେର୍ ହି ପାର୍ଟସ୍ ୱିଥ୍ ଏ ପାଉଣ୍ଡ ଅଫ୍ ମନି। ଜଣେ ବ୍ୟକ୍ତି 1 ପାଉଣ୍ଡ ଦେଲାବେଳେ, କାହା ସହିତ ଭାଗ କଲାବେଳେ, କାହାକୁ ଯେତେବେଳେ ଦାନ କରିବ, ସେ ହଠାତ୍ ଏକ ଯନ୍ତ୍ରଣା ଅନୁଭବ କରିବ, ତାକୁ ଲାଗିବ ଯେ ମୋ ପାଖରୁ କିଛି ସରିଯାଉଛି। ଭାବିନ ଇଏ ହଉଛ ତମେ, ତମକୁ ଜଣେ ସାଙ୍ଗଟା ଆସି ମାଗିଲା ପଇସା ଦିଅ। 1 ପାଉଣ୍ଡ ମାନେ ପିଲାମାନେ ବହୁତ ଅର୍ଥ ହଉଛି, ସେ ହଉଛି କରେନ୍ସି ଅଲଗା କଣ୍ଟ୍ରିର, କିନ୍ତୁ ତମକୁ କିଏ ମାଗିବ 1000 ଟଙ୍କା ଦିଅ, ତ ପିଲାମାନେ ଦେଇପାରିବ କି? ନାଇଁ ନା। ତେଣୁକରି ତମକୁ ଟିକେ ଯନ୍ତ୍ରଣା ଅନୁଭବ। କିନ୍ତୁ ହାଉ ଡଜ୍ ଏ କ୍ୱେଶ୍ଚିନ୍ ନମ୍ବର 4 କ'ଣ ପଚାରିଛି ନା ହାଉ ଡଜ୍ ଏ ପର୍ସନ୍ ଫିଲ୍ ହ୍ୱେନ୍ ହି ହ୍ୟାଣ୍ଡସ୍ ଆଉଟ୍ ଏ 10 ପାଉଣ୍ଡ ନୋଟ୍? ସେମିତି ଜଣେ 10 ପାଉଣ୍ଡ ନୋଟ୍ ଦେବା ବେଳେ ଜଣେ ବ୍ୟକ୍ତି କିପରି ଅନୁଭବ କରିବ? ପିଲାମାନେ ଯେତେବେଳେ 1 ପାଉଣ୍ଡ ନୋଟ୍ ଦେବା ପାଇଁ ତମମାନେ କୁଣ୍ଠିତ ହଉଛ, 100 ଟଙ୍କା ଦେବା ପାଇଁ ତମେ କୁଣ୍ଠିତ ହଉଛ, ତମେ 1000 ଟଙ୍କା ମାଗିବ, କିମ୍ବା 1000 ଟଙ୍କା ଦେବା ପାଇଁ ତମେ କୁଣ୍ଠିତ ହଉଛ, ତମକୁ ଜଣେ 10,000 ମାଗିଦବ, ତମେ କ'ଣ କରିବ? ତ ପିଲାମାନେ ଆନ୍ସର ଆମେ କ'ଣ ଲେଖିବା? ଜଣେ ବ୍ୟକ୍ତି 10 ପାଉଣ୍ଡ ନୋଟ୍ ଦେବା ବେଳେ ପ୍ରକୃତ ଭୟ ଅନୁଭୂତି କରିଥାଏ। ଏ ପର୍ସନ୍ ଇଜ୍ ସିଜ୍ଡ ୱିଥ୍ ଏ ଜେନ୍ୟୁଇନ୍ ଫିୟର୍ ହ୍ୱେନ୍ ହି ହ୍ୟାଣ୍ଡସ୍ ଆଉଟ୍ ଏ 10 ପାଉଣ୍ଡ ନୋଟ୍। ବିଷୟରେ ପିଲାମାନେ ବଢ଼ିଆ ଭାବରେ ବୁଝେଇଥିଲି। ଏଠି ଓନ୍ଲି କ୍ୱେଶ୍ଚିନ୍ ଆନ୍ସର ଦେଖ। ଏହା ଓଡ଼ିଆ ତମମାନଙ୍କୁ 100% ଠିକ୍ ମୁଁ ଗ୍ୟାରେଣ୍ଟି ଦେବିନି। ଓକେ, এই ଓଡ଼ିଆ କେବଳ ତମମାନଙ୍କର ବୁଝିବା ପାଇଁ ମୁଁ ଲେଖିଛି, କିନ୍ତୁ କ୍ୱେଶ୍ଚିନ୍ର ପିଲାମାନେ ଯାହା ବି ମୁଁ ଟ୍ରାନ୍ସଲେଟ୍ କରିଛି ସେ କ୍ୱେଶ୍ଚିନ୍ର ପୁରା ପରଫେକ୍ଟ ଓଡ଼ିଆ ହେଇଛି।
ଏବଂ ତମମାନଙ୍କୁ ମୁଁ ରିକ୍ୱେଷ୍ଟ କରିବି ତାକୁ କପି ପେନରେ ନୋଟ୍ କରି ତମାନେ ରଖିବ। କାହାକୁ କିଛି ବି ତମାନେ ନୋଟ୍ସ ପ୍ରୋଭାଇଡ କରିବା ଆବଶ୍ୟକ ନାହିଁ। ପ୍ରାକ୍ଟିସ ପିଲାମାନେ ଥରେ ପଢିବ କୋଶ୍ଚିନ୍ ଓଡ଼ିଆ ପଢିବ, ଇଂଲିଶ ଆନ୍ସର ଥରେ ପଢିଦବ। କିନ୍ତୁ ଏ ଓଡ଼ିଆକୁ ପିଲାମାନେ ଘୋଷିବନି। ତମ ଇଚ୍ଛା, ମୁଁ ଚାହିଁଛି 100% ରୁ 70% ଠିକ୍ ଲେଖିକି ତମମାନଙ୍କୁ ବୁଝିବା ପାଇଁ, କିନ୍ତୁ ୟାକୁ ତମମାନେ ପ୍ରେଫର କରିବ ବୋଲି ମୁଁ ତମମାନଙ୍କୁ କହିବି ନାହିଁ। କିନ୍ତୁ ଆନ୍ସର ପିଲାମାନେ କୋଶ୍ଚିନ୍ 100% ରାଇଟ୍, ଓଡ଼ିଆ 100% କୋଶ୍ଚିନ୍ ରାଇଟ୍ ଏବଂ ଇଂଲିଶର ଆନ୍ସର 100% ରାଇଟ୍। କାହିଁକିନା ଏ ପିଲାମାନେ ତମମାନଙ୍କୁ ବୁଝିବା ପାଇଁ ମୁଁ କିଛି ଏକ୍ସଟ୍ରା ଗୋଟେ ୱାର୍ଡ ମଧ୍ୟ ମୁଁ ଆଡ୍ କରିଦେଇଛି। ଓକେ, ଦେଖିବା କ୍ୱେଶ୍ଚିନ୍ ନମ୍ବର 5। What kind of a feeling does money create in us? ପିଲାମାନେ what kind of feeling କହିଲେ କୋଉ ପ୍ରକାର ଅନୁଭବ, କି ପ୍ରକାର ଅନୁଭୂତି ଟଙ୍କା ଆମ ମନରେ ସୃଷ୍ଟି କରିଥାଏ, ବା ଟଙ୍କା ଆମ ମନରେ କି ପ୍ରକାର ଅନୁଭୂତି ସୃଷ୍ଟି କରିଥାଏ। କ୍ୱେଶ୍ଚିନ୍ ନମ୍ବର ପିଲାମାନେ 5 ର ତମେ ଯଦି ଲାଇନ୍ ଦେଖିବ ତମମାନଙ୍କର ବୁକ୍ରେ 6-7 ତମେ ପଢିବ, ଜାଣିପାରିବ। ମନି କ୍ରିଏଟ୍ସ ଗ୍ରେଟ୍ ଫିୟର ଆଣ୍ଡ ରେସ୍ପେକ୍ଟ ଇନ୍ ଅସ୍। ଟଙ୍କା ଆମ ଭିତରେ ଭୟ ରହିଥାଏ, କାହିଁକି ନା ଯଦି ଟଙ୍କା ସରିଯିବ ଆମେ କ'ଣ କରିବା, ଏବଂ ଟଙ୍କା ଯଦି ଆମ ପାଖରେ ଅଛି ଆମ ମନ ଭିତରେ ସମ୍ମାନ ଆସେ, ଗୋଟେ ସେଲ୍ଫ ରେସ୍ପେକ୍ଟ ଆସେ, ଆମେ ନିଜେ ଅନୁଭବ କରୁ ଏବଂ ଲୋକମାନେ ମଧ୍ୟ ଆମକୁ ରେସ୍ପେକ୍ଟ କରିଥାନ୍ତି। କ୍ୱେଶ୍ଚିନ୍ ନମ୍ବର 6, ଆର୍ ୱି ରିଏଲି ଆଫ୍ରେଡ୍ ଅଫ୍ ମନି ଅର୍ ମନିଡ୍ ମ୍ୟାନ୍? ମନିଡ୍ ପିଲାମାନେ କହିଲେ ଆମେ କହିବା ଟଙ୍କା ପ୍ରାପ୍ତ ବା ଆମେ ଆର୍ଥିକ ବା ଅର୍ଥାଳୁ ମଣିଷ। ଓକେ, ଆମେ ପ୍ରକୃତରେ ଟଙ୍କା କିମ୍ବା ଟଙ୍କା ପ୍ରାପ୍ତ ପୁରୁଷମାନଙ୍କୁ ଭୟ କରୁଛେ କି? वी आर रियली अफ्रेड ऑफ ए मनीड मैन। पिलामाने प्रकृत टंका प्राप्त मनुष्य को भाबा जहाँ टंका अच्छी, जे प्रकृत से धनी, आम भय करुचे प्रति आम मन गोटे रेस्पेक्ट अच्छी, गोटे मैंने कहीपर जमीक तुम गोटे लोक संगे जुक्ति हो तुम जानचे बहुत टंका अच्छी, से टंकार सहारा से बहुत किसी कर आम ए प्रकार मन भय आसे, भाव ये गरीब मनुष्य ये कौन कर तुम तो जाबड़ा पकेब, तुम जो गाड़ी देव से तुम किसी कर सेमती धनी लोक तुम जाबड़ा पका देखिए से उल्टा तुमको मार ना गुंडा लगे तुम बाड़ेब, हाँ कि ना। तो आम भर प्रकृत टंका प्राप्त पुरुष मान भय रही दरकार, माने ऑथेंटिकेशन नुह, माने तुमको कौन रहा दरकार, कि लोक मैंने भय रखुच्च माइंड में। क्वेश्चन नंबर 7, व्हाट डू पीपल से अबाउट ए मैन्स वर्थ? जड़े व्यक्तिर आर्थिक मूल्य विषय लोक मैंने कौन कहते? मन अच्छे गोटे गोटे वर्ड आम बेसिकली व्यवहार करें स्कूल कॉलेज रे, औकात कौन तोर, तो वैल्यू कौन, तो पाखे केते टंका अच्छी, तू कौन कर माने ए सेन्स कौन पाई कह जाए, लोक मैंने कहते हैं जड़े व्यक्ति पाखे केते टंका अच्छी, सेटा को आम कहीपर वर्थ, मूल्य। मूल्य कौन? पीपल से हाउ मच मनी ए मैन पोजेस, माने केते टंका से धनी लोकटी धरिकी रखी, केते टंका धरिकी रखी, जहाँफल से बहुत किसी कर जे मन है गाड़ी किपर, खाली मन है शौक कर, खाली फोन किपर। तो ये सेन्स को आम कह कॉलेज में बेसिकली यूज हुए, औकात कौन, पाकेट टंकाटे ना पलि। तो ये जो सेन्स आम यूज करे, बुझीपार ना, यार अर्थ कौन थाए ना, आम जनर आर्थिक क्षमता को देखिक आम कथा कही है। ओके, क्वेश्चन नंबर देखिए 8, हाउ मेनी टाइम्स इज दैट रिपीटेड इन द पोएम? दैट कहले पिला माने महिला, बा आम कहि परिबा अपरिष्कार। ओके, महिला तो सुना ठीक लागुनी, ठीक अछि। अपरिष्कार, व्हाट डज द पोएट मीन बाय दैट? पिला जो अपरिष्कार शब्द बा महिला शब्द केते थर पुनरावृत्ति करा जायछि, बा महिला द्वारा कविंकर अर्थ कौन, अपरिष्कार व्यवहार करबा बा अपरिष्कार शब्द व्यवहार करबा अर्थटा कौन? आंसर पिला लिखि परिबा, दैट इज रिपीटेड 5 टाइम्स इन द पोएम। कविता भितर 5 थर व्यवहार करा जायछि दैट शब्दटी। द पोएम मीन्स ग्रेट माइजरी फेस्ड बाय दोज हु आर पुअर। माने महिला हूँ कौन, अपरिष्कार द्वारा कौन कवि कहते हैं गरीब लोक मैंने सामना कर बड़ दुख, धर मो पार पैसा ना, तो गोटे बेगर जड़े भिकारी से कौन कर पैसा ना, लोक अपरिष्कार खाद्य देवे, से निजे चाहिए कौट गोटे खाइब, आम डस्टबिन जो खाद्य पड़ता से गोटे खाइब। तो पिला माने अपरिष्कार शब्द गोटे एमती अर्थ जहाँ गरीब मान एक घृणा, किंतु से खाइले ही बचे कहीं पैसा ना। तो ये सेन्स नहीं पाइबा। क्वेश्चन नंबर 9, हाउ डू मनी, अच्छा पिला माने तुम नेक्स्ट क्लास होची मनी मैडनेस एमसीक्यू आप डिस्कशन अच्छा करिए। पिला माने जहाँ भी तुम डाउट्स हो मत कमेंट सेक्शन लिखी जनाओ, और शेयर सब्सक्राइब तुम आशा करी जो तुम वीडियो भल लगुच गोटे लाइक शेयर सब्सक्राइब तीकला कथा, जो भल ना लगे तुम देखी दियो बस रही जा, किसी असुविधा ना। किंतु गोटे पॉइंट पिला माने पूरा 100% गारंटी पिला माने जहाँ भी एक्सप्लेन तुम करी बहुत बढ़िया भाव कर, नो डाउट तुम माइंड रे केबे डाउट रहिबो नाही। ओके, हाउ डू मनी मैड मेन ट्रीट मेन विदाउट मनी? टंका पागल व्यक्ति माने बा आर्थिक व्यक्ति माने अर्थालु व्यक्ति माने टंका बिना रोते व्यक्ति मान सहित किपर व्यवहार करते, आम कहीपर सिंपल वर्ड रे धनी लोक मैंने गरीब लोक मान किपर व्यवहार करते। भाविल धनी लोकटे घर जब गरीब लोक पशा से खुशी हे ना, तुमको गोड़े मारे। तो मनी मैड मेन ट्रीट मेन विदाउट मनी
with hatred ପିଲାମାନେ ଟଙ୍କା ପାଗଳ ବ୍ୟକ୍ତି ମାନେ ଗରିବ ବ୍ୟକ୍ତି ମାନଙ୍କୁ ବା ଗରିବ ଲୋକମାନଙ୍କୁ ଘୃଣା ସହିତ ବ୍ୟବହାର କରନ୍ତି, ଘୃଣା କରନ୍ତି, ତାଙ୍କ ସହିତ ଠିକ ସେ ବିହେଭିୟର ରଖନ୍ତି ନାହିଁ। ଓକେ, क्वेश्चन नंबर 10 ପିଲାମାନେ ଦେଖିବା। What does a man without money fear? Poverty or dishonor by eating that? ଟଙ୍କା ବିନା ମଣିଷ କଣ ଭୟ କରେ ବା ଟଙ୍କା ନଥିବା ଗୋଟେ ମଣିଷ କଣ ଭୟ କରେ? ସେ ଦରିଦ୍ର ଭୟ କରେ ନା ମଇଳା ଖାଦ୍ୟ ଖାଇବାର, ଅପରିଷ୍କାର ଖାଦ୍ୟ ଖାଇବାର ଯୋଉ ଅପମାନ ତାକୁ ଲାଗେ, ଯୋଉ ତାକୁ ଡିଜନର କରାଯାଏ, ସେଟା ମାନେ ଖରାପ ଲାଗେ। ତ ପିଲାମାନେ ସ୍ୱାଭାବିକ କଥା, ମୋ ପାଖରେ ଟଙ୍କା ନାହିଁ, ମୁଁ ଯଦି ଘରେ ବସି ମତେ କିଏ ସମ୍ମାନ କରିବେନି। ଯଦି ମତେ ମଇଳା ଖାଦ୍ୟ କିଏ ଦଉଛି, ସେମାନେ ମତେ କହିବେ ହେ କି ଗରିବ ଲୋକ, ତାହେଲେ ପିଲାମାନେ ହୁଏତ ମତେ ଖରାପ ଲାଗିପାରେ। It will be very ugly, it will be very disappointed। କାହିଁକି ନା ପିଲାମାନେ ଗୋଟେ କଥା କଣ ନା, ଟଙ୍କା ବିନା ମଣିଷ ଏଇଟା ବି ଭୟ କରିବ ଯେ ସେ କେବେ ଅପରିଷ୍କାର ଖାଦ୍ୟ ଗୋଟେଇ ଖାଇବ, ତାକୁ ଲୋକ ଛି ଛାକର କରିବେ। ଏ ମ୍ୟାନ୍ ୱିଦାଉଟ୍ ମନି ଫିୟର୍ସ ଡିସଅନର ବାଇ ଇଟିଂ, ଟଙ୍କା ନଥିବ କି ଅପରିଷ୍କାର ଖାଦ୍ୟ ଖାଇବା ପାଇଁ ଭୟ କରେ। ଦାରିଦ୍ର୍ୟ ପିଲାମାନେ ଯାହା ବି ଥାଉ, ଆମେ ବି ଦରିଦ୍ର, କିନ୍ତୁ ଆମ ପାଖରେ ଦିନକୁ 2 ପଟ ରୁଟି ଖାଇବା ପାଇଁ କିଛି ନା କିଛି ରୋଜଗାର ପନ୍ଥା ଅଛି, ହଁ କି ନା? क्वेश्चन नंबर 11, why does the poet say we must have some money? ପିଲାମାନେ ଗୋଟେ କଥା କହିଲ, କାହିଁକି କବି କହିଛନ୍ତି ଯେ ଆମ ପାଖରେ ଟଙ୍କା କିଛି ଅଛି ବା ଟଙ୍କା କିଛି ରହିଛି, କାହିଁ କହିଛନ୍ତି କହିଲ? ଦି ପୋଏଟ ସେ that we must have money some to save us from living in state depending misery. In the words, with some money at our disposal we have to the right to live in a dignified way. କବି କହିଛନ୍ତି ଯେ we must have some money, ଆମ ପାଇଁ ନିଶ୍ଚିତ କିଛି ଟଙ୍କା ଅଛି ବା ଟଙ୍କା ରହିବା ଦରକାର, to save us, ଆମେ ନିଜେ ବଞ୍ଚିବା ପାଇଁ, ଲିଭିଂ ମାନେ ଜୀବନ ବାସ କରିବା ପାଇଁ, in a state of depending misery। ପିଲାମାନେ ଡିପେଣ୍ଡିଂ ଅର୍ଥ କଣ ମନେ ରଖିବ, ମାନେ ଆମେ କହିପାରିବା ଆମର ଯଦି କିଛି ଟଙ୍କା ଥିବ ତାହେଲେ ଆମେ କଣ କରିବା, ଅନ୍ୟଙ୍କ ଉପରେ ମାନେ ଡିପେଣ୍ଡ ହବାନି, ଆମ ନିଜର ଆତ୍ମସମ୍ମାନ, ନିଜ ସେଲ୍ଫ ରେସ୍ପେକ୍ଟ ବଞ୍ଚେଇବାର ସମ୍ପୂର୍ଣ୍ଣ ଅଧିକାର ଅଛି। ଇନ୍ ଅଦର ୱାର୍ଡସ୍ ଯଦି କହିବ, with some money at our disposal we have to right to live a dignified way। dignified ପିଲାମାନେ ଗୋଟେ ବହୁତ ବଢିଆ କଥା, ଯେ ସମ୍ମାନଜନକ ଢଙ୍ଗରେ ବଞ୍ଚିବାର ସମ୍ପୂର୍ଣ୍ଣ ଅଧିକାର ଆମ ପାଖରେ ଅଛି। ଯଦି ଆମ ପାଖରେ ଟଙ୍କା ଅଛି, କିଛି ସେଭ୍ ରଖିଛେ, that will be clear। ଓକେ, क्वेश्चन 12 ଦେଖିବା। What does the poet mean by bread, line in 22, shelter line in 23 and fire in line 24? ପିଲାମାନେ ରୁଟି ଧାଡି 22 ରେ ଆଲୋଚନା କରାଯାଇଛି, ଆଶ୍ରୟ ଧାଡି 23 ରେ ଏବଂ ଅଗ୍ନି ଧାଡି 24 ରେ ଆଲୋଚନା କରାଯାଇଛି। ଏବଂ କବିଙ୍କର ଅର୍ଥ କଣ ଆଲୋଚନା କରିବାର? ଦି ପୋଏଟ ମିନ୍ସ ଫୁଡ ଏ ହାଉସ ଲାଇଭ ଇନ୍ ଆଣ୍ଡ କ୍ଲଥେସ୍ ରେସ୍ପେକ୍ଟିଭଲି ବାଇ ବ୍ରେଡ, ସେଲ୍ଟର ଆଣ୍ଡ ଫାୟାର। କବିଙ୍କର ଅର୍ଥ ହେଉଛି ଖାଦ୍ୟ ରହିବା ପାଇଁ ଘର ଏବଂ ଯଥାକ୍ରମେ ରୁଟି, ଆଶ୍ରୟ ଏବଂ ଅଗ୍ନି ଦ୍ୱାରା ଜଣେ ବ୍ୟକ୍ତି, ବା ସାମାନ୍ୟ କହିପାରିବା ରୁଟି ଜଣକୁ ଦରକାର, ଆଶ୍ରୟ ଦରକାର ଏବଂ ଅଗ୍ନି ଦ୍ୱାରା ଜଣେ ବ୍ୟକ୍ତି ସରଳ ଜୀବନ ଯାପନ, ଜଣେ ସିମ୍ପଲ ଲାଇଫ ବଞ୍ଚି ପାରିବ। କ୍ଲିୟର ହେଲା ପିଲାମାନେ? क्वेश्चन 13 ଦେଖିବା। ତ ପିଲାମାନେ क्वेश्चन 13 ଦେଖିବା। ଓକେ, डू यू थिंक ब्रेड, शेल्टर एंड फायर शुड बी फ्री? एक्सप्लेन व्हाई यू थिंक सो। ତମାନେ ଭାବୁଥିବ ବା ତମାନେ କଣ ଚିନ୍ତା କରୁଛ କି, ଭାବୁଛ କି ରୁଟି, ଆଶ୍ରୟ ଏବଂ ଅଗ୍ନି ମୁକ୍ତ ହେବା ଦରକାର ବା ଲୋକମାନଙ୍କୁ ଫ୍ରି ମିଳିବା ଦରକାର? ଯଦି ହଁ, ତୁମେ କାହିଁକି ଭାବୁଛ, ବ୍ୟାଖ୍ୟା କର। Yes, I think bread, shelter and fire should be free because these are the most basic necessities of life. These three things are essential for everyone. ମୁଁ ଚିନ୍ତା କରୁଛି ପିଲାମାନେ ରୁଟି ହଉ, ଆଶ୍ରୟ କିମ୍ବା ଅଗ୍ନି ବା ନିଆଁ should be fire, should be free, ମୁକ୍ତ ହେବା ଦରକାର, ସରି, because these are the most basic necessity of life। କାହିଁକିନା ସରଳ ଜୀବନ ଯାପନ ପାଇଁ ଇଏ ଅତି ଆବଶ୍ୟକ ଅଟେ। These three things are essential for everyone, ସବୁ ଲୋକ ପାଇଁ ଆବଶ୍ୟକ ଅଟେ। Irrespective of rich or poor and should be easily available to all। ଧନୀ ହଉ କିମ୍ବା ଗରିବ, ସମସ୍ତଙ୍କ ପାଇଁ ତିନୋଟି ଜିନିଷ ଜରୁରୀ ଅଟେ ଏବଂ ସମସ୍ତଙ୍କ ପାଇଁ ସହଜରେ ଉପଲବ୍ଧ ହେବା ଉଚିତ। क्वेश्चन ପିଲାମାନେ 14 ଦେଖିବା। Why does the poet repeat the words all and anybody in lines 24-25? 24-25 लाइन रे कवि काहेकि all and anybody क्वेश्चन डिस्कशन करछन्ती बा लाइन टू बारंबार लिखछन्ती, पुनरावृत्ति करछन्ती। The poet repeats the word all and everybody in lines 24-25 to bring home the fact that the human race should not exist in a state of a misery and indignity. Everyone all over the world is incited to get the basic necessities of life। କବିଙ୍କର କହିବା କଥା ଯେ 24-25 ଧାଡିରେ ସମସ୍ତେ ବା ସମସ୍ତ ଲୋକ, ସାମରିକ ବା କହିବା ସାମୂହିକ ବ୍ୟକ୍ତି ଶବ୍ଦର ପୁନରାବୃତ୍ତି କରି ଘରକୁ ଫେରି ଆଣିବା ପାଇଁ କହିଛନ୍ତି। କାହିଁକି ନା ଟଙ୍କା ପାଇଁ ଯୋଉ ପାଗଳ ହଉଛି ମଣିଷ, ତାର ଯୋଉ ଦୁଃଖ ବା କ୍ରୋଧର ଯୋଉ ଅବସ୍ଥା ହଉଛି, ତାହା ଉଚିତ ନୁହେଁ। କାହିଁକିନା ଜୀବନର ମୌଳିକ ଆବଶ୍ୟକତା ପାଇବା ପାଇଁ ସମଗ୍ର ବିଶ୍ୱରେ ସମସ୍ତ ହକଦାର। ତେଣୁକରି ଟଙ୍କା ପାଇଁ ଯଦି କିଏ ପାଗଳ ହେଇକି ଅନ୍ୟର ପ୍ରତି ବ୍ୟବହାର ଠିକ ରଖୁନି,
ଟଙ୍କା ପାଇକି ଅନ୍ୟକୁ କୌଣସି ପ୍ରକାର ମାନେ ଚିଟ୍ କରୁଛି, ତେଣୁକରି সেটা নহবা উচিত বলে কবি বর্ণনা করেছেন। কোশ্চেন নম্বর 15 হোয়াট ডজ ইট মিন টু রিগেন আওয়ার সানিটি। ପିଲାମାନେ ସାନିଟାଇଜର ତ ବୁଝିପାରୁଥିବ, ଆମର ଯେତେବେଳେ ପ୍ରଥମ ଥର କରୋନା ହେଇଥିଲା ତ ସାନିଟାଇଜର ବ୍ୟବହାର ଆମେ କେମିତି କରିଥିଲେ। ପ୍ରଥମ ଥର ବହୁତ ଖରାପ ସ୍ଥିତି ପଳେଇଥିଲା କଣ୍ଟ୍ରି ବା ଆମେ କହିପାରିବା ସମ୍ପୂର୍ଣ୍ଣ ଦୁନିଆ। ଆନ୍ସର କହିବା ବାଇ ଦ ରିଗେନ୍ ଆୱାର ସାନିଟି ଦି ପୋଏଟ୍ means we should give up our craze for money. Instead, we should be sensible. We should realize that there exists another fine world beyond money. By regain our sanity ପିଲାମାନେ ଆମର ସ୍ୱଚ୍ଛତା ଫେରି ପାଇବା, ତାର ଅର୍ଥ କବିଙ୍କର କହିବା ଅର୍ଥ give up our craze for money. ଆମେ ସବୁବେଳେ ତ୍ୟାଗ କରିବା ଦରକାର, ଛାଡ଼ିଦେବା ଦରକାର ଟଙ୍କା ପାଇଁ ଆମର ପାଗଳାମିକୁ। ଇନଷ୍ଟେଡ୍ ତା ପରିବର୍ତ୍ତେ କ'ଣ ହବ? we should be sensible. ଆମେ ବୁଦ୍ଧିମାନ ହେବା ଦରକାର, ଆମ ପାଖରେ ଅନୁଭବ ଆସିବା ଦରକାର ଯେ ଆମେ ଯାହା କରୁଛେ ସେଟା ଭୁଲ କରୁଛେ। we should realize that there exists another fine world beyond money. ଆମେ ଭାବିବା ଦରକାର ଯେ ଟଙ୍କାକୁ ଛାଡ଼ିଲେ ମଧ୍ୟ ଆମର ଗୋଟେ ଭଲ ଦୁନିଆ ରହିଛି। ତାପରେ ପିଲାମାନେ କୋଶ୍ଚିନ୍ ନମ୍ବର 16 ଲାଷ୍ଟ କୋଶ୍ଚିନ୍ ଆମର What are the two things implied in its one thing or other? দুটি ଜିନିଷ ଆମକୁ କ'ଣ ବୁଝାଏ? ଏହା ଗୋଟିଏ ବା ଅନ୍ୟ କିଛି। ପିଲାମାନେ ଏଟା ଲାଷ୍ଟ କୋଶ୍ଚିନ୍ ତମମାନଙ୍କର, ଲାଷ୍ଟ ଲାଇନରେ ଡିସ୍କସନ କରାଯାଇଛି ବୁକ୍ର। ଟୁ ଥିଙ୍ଗସ୍ implied in its one thing or the other is man's destruction as a result of his madness for money or his survival a peaceful society where the praise for it does not exist. It may be the poet's own vision of what he wishes in his poetry to be seen as in term of a new heaven in the earth, heaven and earth. দুইটা জিনিস পিলাମାନେ ବର୍ଣ୍ଣନା କରାଯାଇଛି। It's one thing or the other is man destruction as a result of his madness for money. ମଣିଷ କ'ଣ ଟଙ୍କା ପାଇଁ ବିନାଶ ଆଡ଼କୁ ଯାଉଛି, ଅର୍ଥ ପାଇଁ ପାଗଳ ଆଡ଼କୁ ଯାଉଛି ବା ନିଜକୁ ମାନେ ଶେଷ କରିଦେଉଛି। or his survival a peaceful society where his grace for it does not exist. ଗୋଟେ ଶାନ୍ତିପୂର୍ଣ୍ଣ ଜୀବନ, ଗୋଟେ ସୁନ୍ଦର ଏବଂ ସରଳ ସମାଜରେ ବଞ୍ଚିବା ପାଇଁ ଯୋଉ ଦୁଇଟା ଜିନିଷ ଦରକାର ବା ଯୋଉଟା ଦରକାର ଆମେ ତିନିଟା ଜିନିଷ ଦରକାର, ତାକୁ ଛାଡ଼ିକି ମଣିଷ ଟଙ୍କା ପାଇଁ ପାଗଳ ହଉଛି। It may be the poet's own vision of what he wishes in his poetry to be seen as it form a new heaven and earth. ଗୋଟେ ସ୍ୱର୍ଗ ପରି ପୃଥିବୀ ଗଢ଼ିବା ପାଇଁ, ସ୍ୱର୍ଗ ପରି ଦୁନିଆ ଗଢ଼ିବା ପାଇଁ ସ୍ୱର୍ଗ ପୃଥିବୀ ସହିତ ଆମେ ଜଡ଼ିତ ରହିବା ଦରକାର ଏବଂ ସୁନ୍ଦର ଏବଂ ସରଳ ଜୀବନ ଯାପନ ପାଇଁ କବିତାରେ କବି ଚାହୁଁଛନ୍ତି ଯେ ଆମେ ଦିଟା ଜିନିଷ ସବୁବେଳେ ରଖିବା। ଗୋଟେ ସ୍ୱର୍ଗକୁ ଯିବା ପାଇଁ ଆମେ ଇଚ୍ଛା କରିବା, ମାନେ ଶାନ୍ତିପୂର୍ଣ୍ଣ ଜୀବନ ସହିତ, ଏବଂ ଯୋଉ ପୃଥିବୀ ରଖିବା ଯୋଉଥିରେ ଲୋକ ଟଙ୍କା ପାଇଁ ପାଗଳ ନ ହଉଥିବେ। ଏ ଦୁଇଟା ଜିନିଷ ନିଜସ୍ୱ ଆମେ ରଖିପାରିବା, ଯାହା ଆମେ ମାନସିକତା ସୃଷ୍ଟି କରିପାରିବା ବା ମଣିଷ ନିଜ ମାନସିକତା ସୃଷ୍ଟି କରିପାରିବ। ପିଲାମାନେ ଯଦି ଭିଡ଼ିଓ ଭଲ ଲାଗୁଛି ତମମାନଙ୍କୁ ବହୁତ ଧନ୍ୟବାଦ। ଗୋଟେ ଲାଇକ୍ ଯଦି କରିପାରିବ ଖୁସି ଲାଗିବ ଏବଂ ସେୟାର ସବସ୍କ୍ରାଇବ ପିଲାମାନେ ତମମାନଙ୍କୁ ମୁଁ ସବୁବେଳେ ଏକ୍ସପେକ୍ଟ କରେ, ଆଜି ବି କରୁଛି। ତ ଆଇ ହୋପ୍ ପିଲାମାନେ ତମମାନଙ୍କ ନେକ୍ସଟ କ୍ଲାସରେ MCQ ଡିସ୍କସନ ହେଇଯିବ। ତାପରେ ଆମେ ପୂର୍ବ କ୍ଲାସ ତମମାନଙ୍କ ଯୋଉଟା ଅଛି ଆଇ ହୋପ୍ ଟେଲିଭିଜନ ଅଛି ପୂର୍ବ, ମାନେ ମୁଁ ଲାଷ୍ଟ କୋଶ୍ଚିନ୍ ଡିସ୍କସନ ତମମାନଙ୍କ ସହିତ କରୁଛି। ତ ଲାଷ୍ଟ ପୂର୍ବ ଅଛି, ଆମେ କହିବା ସେକେଣ୍ଡ ଲାଷ୍ଟଟା ଟେଲିଭିଜନ ଡିସ୍କସନ କରିବା, ତମମାନଙ୍କୁ 3 ଦିନ ପରେ ମିଳିଯିବ। ଏବଂ ନେକ୍ସଟ ତମମାନଙ୍କର ଯୋଉ MCQ ତାହା ତମମାନଙ୍କ ପିଲାମାନେ ଆଇ ହୋପ୍ ଯୋଉ ଡେଟ୍ରେ ଭିଡ଼ିଓ ପବ୍ଲିଶ ହେବ ତାର ଗୋଟେ ଦିନ ପ୍ଲସରେ ତମମାନେ ମିଳିବ। ଓକେ, ଆଜି ପିଲାମାନେ କ୍ଲାସ ଏତେ ଏଣ୍ଡ କରିବା। ବହୁତ ବହୁତ ଧନ୍ୟବାଦ। ଜୟ ହିନ୍ଦ, ଜୟ ଭାରତ।